ସେତେବେଳେ ମତେ ଏକା ପାଇକି ମତେ ବାରମ୍ବାର ପଦ୍ମନାଭ ହୋତା କଣ କରି ଯୌନ ନିବେଦନ କରୁଥିଲେ, ଯାହାକୁ କି ମୁଁ ଆଭଏଡ୍ କରୁଥିଲି। ନାଇଁ କିସ୍ ଦବାକୁ ସେ ଚେଷ୍ଟା କରନ୍ତି, ଆସିବାକୁ ଧର ପଛଆଡୁ ଆସିକି ସେ ଧରିବାକୁ ଚେଷ୍ଟା କରନ୍ତି, ଏମିତି ଦେହକୁ ଧରିବା ପାଇଁ ଛୁଇଁବା ପାଇଁ। ମତେ ଗୋଟେ ହାତ ଧରିବା, ଟଚ୍ କରିବା, ଯେତେବେଳେ ମୁଁ ତାଙ୍କୁ ପେପର ଦଉଥିଲି, କୌଣସି ରିପୋର୍ଟିଂ ଇଏରେ ଦଉଥିଲି, କ୍ୟାମେରା ଖରାପ ହେଲା, କ୍ୟାମେରା ଠିକ କରିବା ପାଇଁ ଆଜ୍ଞା ତାଙ୍କ କ୍ୟାମେରାମ୍ୟାନ ଥିବ ସହଯୋଗ ଦିଅନ୍ତି, ସେତେବେଳେ ମୋ ହାତ ଧରିବା, ଗୋଟେ କିସ୍ ପିସ୍ ମାରି, ଏଇ ଯୋଉ ଜିନିଷ ଗୁଡାକ ଘର ଜୟପୁର, ଅରବିନ୍ଦ ନଗର, କୋରାପୁଟ ଜିଲ୍ଲା। ଆଚ୍ଛା, ସାମ୍ବାଦିକ ଯୋଉ ସମ୍ମିଳନୀ ମୁଁ କରିଛି ଏଥିପାଇଁ ଯେ ଆମର ମୁଁ ପ୍ରମେୟ ନ୍ୟୁଜ 7 ର ଯେ ପଦ୍ମନାଭ ହୋତା ଆମର ଜୟପୁର ବିରଚି ବା ମୋର ଉପରସ୍ଥ ଅଧିକାରୀ ଏବଂ ନ୍ୟୁଜ 7 ଭୁବନେଶ୍ୱର ଯୋଉ ଅଫିସ ଆମର ହେଡ୍ ଅଫିସ ଅଛି, ଯୋଉ ଭୁବନେଶ୍ୱର MD ଯେ ଅଛନ୍ତି କର୍ତ୍ତୃପକ୍ଷ ମନୋଜ ରଞ୍ଜନ ନାୟକ ଏବଂ ଯେ ନିର୍ଦ୍ଦେଶିକା ଅଛନ୍ତି ଶାଶ୍ୱତୀ ଦାସ ନେତୃତ୍ୱରେ ମୋର ଗୋଟେ ଅଭିଯୋଗ ଆଣିଛି, ଯୋଉଟା କି ମୁଁ ତାଙ୍କୁ 2017 ମସିହାରେ ଯେତେବେଳେ କୋରାପୁଟ ଜିଲ୍ଲାରେ ବରିକୁମା ଏବଂ କୋଟପାଡ଼ ପାଇଁ ମୁଁ ଯୋଗ ଦେଇଥିଲି, କାର୍ଯ୍ୟରତ ଥିଲି। ସେଇ ସମୟରେ ମତେ ଅନେକ ସମୟରେ ମୁଁ ଯେତେବେଳେ କାର୍ଯ୍ୟ କରେ ରିପୋର୍ଟିଂ, ଯେହେତୁ ରିପୋର୍ଟିଂ ଅଥରିଟି ପଦ୍ମନାଭ ହୋତା ଥିଲେ, ତେଣୁ ମୁଁ ସେ ଅଫିସକୁ ମତେ ଜୟପୁର ଅଫିସକୁ ନ୍ୟୁଜ 7 ଅଫିସକୁ ଆସିବାକୁ ପଡେ। ସେତେବେଳେ ମତେ ଏକା ପାଇକି ମତେ ବାରମ୍ବାର ପଦ୍ମନାଭ ହୋତା କଣ କରି ଯୌନ ନିବେଦନ କରୁଥିଲେ, ଯାହାକୁ କି ମୁଁ ଆଭଏଡ୍ କରୁଥିଲି ଏବଂ ଆଭଏଡ୍ କରି ମୁଁ ସେଠି ମତେ ଖରାପ ଲାଗିଲା ପରେ ମୁଁ ଆସିକି ଅଫିସକୁ ଏ ବାବଦରେ ଜଣେଇଥିଲି। ନିଜେ ଯାଇକି ମୁଁ ଲିଖିତ ଭାବରେ ପ୍ରତିଟି ସ୍ତରରେ ଜଣେଇଥିଲି ଯେ ସାର୍ ମତେ ଏଭଳି ବ୍ୟବହାର କରୁଛି, ତେଣୁ ମତେ ଭଲ ଲାଗୁନି କାମ କରିବା ପାଇଁ, ତେଣୁ ଆପଣ କିଛି ତା ଉପରେ ଆକ୍ସନ ନିଅନ୍ତୁ। ଯୌନ ନିବେଦନ କେମିତି ଆପଣ କହୁଛନ୍ତି, କଣ ଯେ ଆପଣ ଶୁଣନ୍ତୁ, ମୁଁ ଯେତେବେଳେ ଦେଲେ ମତେ ଗୋଟେ ହାତ ଧରିବା, ଟଚ୍ କରିବା, ଯେତେବେଳେ ମୁଁ ତାଙ୍କୁ ପେପର ଦଉଥିଲି, କୌଣସି ରିପୋର୍ଟିଂ ଇଏରେ ଦଉଥିଲି, କ୍ୟାମେରା ଖରାପ ହେଲା, କ୍ୟାମେରା ଠିକ କରିବା ପାଇଁ ଆଜ୍ଞା ତାଙ୍କ କ୍ୟାମେରାମ୍ୟାନ ଥିବ ସହଯୋଗ ଦିଅନ୍ତି, ସେତେବେଳେ ମୋ ହାତ ଧରିବା, ଗୋଟେ କିସ୍ ପିସ୍ ମାରି, ଏଇ ଯୋଉ ଜିନିଷ ଗୁଡାକ ନାଇଁ କିସ୍ ଦବାକୁ ସେ ଚେଷ୍ଟା କରନ୍ତି, ଆସିବାକୁ ଧର ପଛଆଡୁ ଆସିକି ସେ ଧରିବାକୁ ଚେଷ୍ଟା କରନ୍ତି, ଏମିତି ଦେହକୁ ଧରିବା ପାଇଁ ଛୁଇଁବା ପାଇଁ। କେତେଥର ବାଜିଛି ମଧ୍ୟ, ଦେହରେ ମଧ୍ୟ ବାଜିଛି ଏ ସମୟରେ, ତେଣୁ ବ୍ୟବହାର କରନ୍ତି ଏଗୁଡ଼ା। ମୁଁ କହିଲି ଏଗୁଡ଼ା କଣ କରୁଛନ୍ତି ଆପଣ, ଦୂରେଇ ଟିକେ ରୁହନ୍ତୁ, ଆପଣ ଅଥରିଟି ହେଇପାରନ୍ତି, ତା ଅର୍ଥ ନାହିଁ ଯେ ମୁଁ ଆପଣ ଜୁନିୟର ଅଛି ବୋଲି, ତା ଅର୍ଥ ନାହିଁ ଯେ ଆପଣ ଭୁଲି ଯାଆନ୍ତୁ ମୁଁ ଗୋଟେ ଆପଣଙ୍କ ବୟସରେ ସିନିୟର। ଏସବୁ ଜିନିଷ ବି କୁହାହେଇଛି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ତାଙ୍କର ସେଇଟା ଜାରି ରହିଛି। ଆଉ ଆଜି ବି ସୁଦ୍ଧା ମତେ ଏ ପର୍ଯ୍ୟନ୍ତ 2017 ମସିହାରୁ ମୁଁ କାମ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମତେ ସେଇ ଭୟଭୀତ ବିଭିନ୍ନ ସ୍ତରରେ ବିଭିନ୍ନ ଇଏରେ ଧମକ ଦେବା ସହିତ ମତେ ସେ ପ୍ରକାର ସେ ଉଦ୍ୟମ ଜାରି ରଖିଛନ୍ତି। ନାଇଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ତାପରେ ମୁଁ ବାଧ୍ୟ ହେଇକି ମୁଁ କୋରାପୁଟ ଜିଲ୍ଲା ମୋର ଯୋଉ ଜୟପୁର ଯେହେତୁ ମୋ ଘର, ମୁଁ ଟାଉନ ଥାନାରେ ଗୋଟେ ଲିଖିତ ଅଭିଯୋଗ ଦେଲି ଟାଉନ ଥାନା ଏ ବାବଦରେ। ଅଭିଯୋଗ ଦେଲି ମତେ କେମିତି ଜଷ୍ଟିସ ମିଳିବ, କିନ୍ତୁ ଜୁଲାଇ 12 ତାରିଖରେ ମୁଁ ଦେଲି। ଜୁଲାଇ 13 ତାରିଖରେ ହଠାତ୍ ମତେ କଲେକ୍ଟରଙ୍କ ଏ ବାବଦରେ ମୁଁ ଯେତେବେଳେ ଥାନାରେ ଦେଲି, କଲେକ୍ଟରଙ୍କୁ ମଧ୍ୟ ଏ ବିଷୟରେ ଜଣେଇଥିଲି, ଯେତେବେଳେ ଯିଏ ଥିଲେ କଲେକ୍ଟର। ତ ତାପରେ ଜୁଲାଇ 13 ତାରିଖରେ 12 ତାରିଖରେ ମୁଁ ଏଲିଗେସନ ଦେଲି ଥାନାରେ, ଲିଖିତ ଅଭିଯୋଗ କଲି। 13 ତାରିଖରେ ମତେ ହଠାତ୍ କଲେକ୍ଟରଙ୍କ ଗୋଟେ ମେଲ ମାଧ୍ୟମରେ DIPRଙ୍କ ଥ୍ରୁରେ ମତେ ଜଣାଗଲା ଯେ ଆପଣଙ୍କୁ ନ୍ୟୁଜ 7 ବର୍ଷେ ପୂର୍ବରୁ କାଢି ଦେଇଛି ବୋଲିକି, ଯାହାର କିଛି ପ୍ରାସଙ୍ଗିକତା ନାହିଁ। ମତେ ସୂଚନା ମଧ୍ୟ ଦିଆଯାଇନି ମେଲ ମାଧ୍ୟମରେ ଯେ ଆପଣଙ୍କୁ ବାହାର କରି ଦିଆଯାଇଛି ବର୍ଷ ଭିତରେ। ସାଲାରୀ କେବଳ 2018 ମସିହାରେ ଆଜ୍ଞା, ମୁଁ ସେଟା ଦେଖେଇବି, ଅଛି ମୋ ପାଖରେ, କେବଳ 14,000 ଟଙ୍କା, 1 2 3 3,000 ଏମିତି କରିକି ସେ ମାତ୍ର ସେତିକି ଦେଇଛନ୍ତି। 14,000 ଟଙ୍କା ମାନେ ଭାବନ୍ତୁ, 2 ବର୍ଷ କାମ କଲା ପରେ ତାର ସାଲାରୀ 1,500 ନ୍ୟୁଜ ମୁଁ ଯେତେବେଳେ ଦେଇଛି ଚ୍ୟାନେଲକୁ, ସେତେବେଳେ ସେ ପାଖାପାଖି 1,500 ମୁଁ ଦେଇଛି ନ୍ୟୁଜ। ତା ଭିତରୁ ଅନେକ ନ୍ୟୁଜ ମଧ୍ୟ, ଗୋଟେ ନ୍ୟୁଜ ଆମର ମାଓବାଦୀ ଉପରେ ଥିଲା ଛତିଶଗଡ଼ରେ। ଏବେ ମୁଁ ଚାହୁଁଛି ଆଜ୍ଞା, ତାକୁ ଯେତେବେଳେ ମୁଁ ଜୟପୁର କୋରାପୁଟ ଜିଲ୍ଲା ସ୍ତରରେ ମୁଁ ଯେତେବେଳେ ବିଫଳ ହେଲି, ସମସ୍ତଙ୍କୁ ଜଣେଇକି, ପୋଲିସ ପ୍ରଶାସନ ସମସ୍ତଙ୍କୁ ଜଣେଇଲା ପରେ, ଏବଂ ଏବେ ମୁଁ ଚାହୁଁଛି ଯେ ଆପଣ ପଦ୍ମନାଭ ହୋତାକୁ ଗିରଫ କରିବା ସହିତ ନ୍ୟୁଜ 7 କର୍ତ୍ତୃପକ୍ଷକୁ ଯିଏକି ଅଛନ୍ତି ମନୋଜ ରଞ୍ଜନ ନାୟକ ଏବଂ ଶାଶ୍ୱତୀ ଦାସ ମତେ ୟାର ଜବାବ ଦିଅନ୍ତୁ ଯେ କାହିଁକି ସେ ଗିରଫ କରିନାହାନ୍ତି ବା ତାକୁ ବାହାର କରିନାହାନ୍ତି। ଏ ଘଟଣା ଜାଣିଲା ପରେ କାହିଁକି ସେ ବାହାର କରିନାହାନ୍ତି ତାକୁ। କଣ କହିଲେ? ନିଶ୍ଚିତ ଜାଣିଛନ୍ତି, ସବୁ ଜାଣିଛନ୍ତି। ସେ ମୁଁ ନିଜେ ଯାଇକି ଜଣେଇଛି ଅଫିସରେ। ତାପରେ ବି ଚାଲିଛି, ଏବେ ବି ଚାଲିଛି, ଏବେ ବି ସେ ଧମକ ଦଉଛି ବିଭିନ୍ନ ସ୍ତରରେ। ମତେ ଏବେ ବି ମୋର ସ୍ୱର ଚାପିବାକୁ ଚେଷ୍ଟା କରୁଛି, ଭୟଭୀତ କରୁଛି। ମୁଁ ଯୋଉଠି ରାସ୍ତାରେ ଘାଟରେ ବଜାରକୁ ଯାଉଛି କିମ୍ବା ମାର୍କେଟିଂ ଯାଉଛି, ଯୋଉଠିକି ବି ଯାଉଛି।
ମୁଁ ବର୍ତ୍ତମାନ ମୁଁ ଏହା ପରେ ଆପଣମାନଙ୍କ ପାଖରେ ଅଭିଯୋଗ ରଖିଲା ପରେ ମୁଁ ଏବେ ଯିବି ମହିଳା ଆୟୋଗ କମିଶନର ପାଖକୁ ଯିବି ତାପରେ ମୁଖ୍ୟ କଣ କହିଲେ ନିଶ୍ଚିତ ଭାବେ ଆଜ୍ଞା ଏହା ମନୋଜ ରଞ୍ଜନ ନାୟକ ଯିଏ ତାଙ୍କର କର୍ତ୍ତୃପକ୍ଷ ଅଛନ୍ତି ନିର୍ଦ୍ଦେଶକ ଅଛନ୍ତି ଆଉ ଏଠି ମଧ୍ୟ ଜଣେ ମହିଳା ଯିଏକି ନିର୍ଦ୍ଦେଶିକା ଅଛନ୍ତି ଶାଶ୍ୱତୀ ଦାସ ସିଏ ଥାଇକି ମଧ୍ୟ ଯଦି ଆମକୁ ମୋ ଭଳି ଜଣେ ମହିଳା ସାମ୍ବାଦିକ ଭଳି ନିର୍ଯାତନା ଦେଉଛି ଚୁପ୍ ରହିଛନ୍ତି କୌଣସି ଆକ୍ସନ ନେଉନାହାନ୍ତି ତାହେଲେ ଆମେ ଅଭିଯୋଗ କାହାକୁ ମୁଁ କରିବି ଯେତେବେଳେ ଜିଲ୍ଲା ସ୍ତରରେ ମୁଁ ବିଫଳ ହେଲି ତେଣୁ ବାଧ୍ୟ ହେଇକି ମୁଁ ରାଜ୍ୟ ସ୍ତରରେ ଆପଣଙ୍କ ଗଣମାଧ୍ୟମ ଜରିଆରେ ମୁଁ ଚାହୁଁଛି ନିଆଯାଉଛି ଯେ ତାଙ୍କୁ ଗିରଫ କରାଯାଉ ଏବଂ ତୁରନ୍ତ ସେ ଚ୍ୟାନେଲ ଉପରେ ମଧ୍ୟ ଆକ୍ସନ